ବାଲେଶ୍ୱର ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ବୁଢ଼ାବଳଙ୍ଗ ନଦୀରେ ଉନ୍ନତ କିସମର ଆଙ୍ଗୁଳିକା ଜାଆଁଳ ଛାଡ଼ିବା କାର୍ଯ୍ୟକ୍ରମ ଅନୁଷ୍ଠିତ। ନମସ୍କାର ଦର୍ଶକ ବନ୍ଧୁ, ଆମ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଗତକାଲି ବାଲେଶ୍ୱର ସ୍ଥିତ ସଦର ବ୍ଲକ ଅନ୍ତର୍ଗତ ପରମିଟ ଘାଟଠାରେ ବାଲେଶ୍ୱର ମତ୍ସ୍ୟ ବିଭାଗ ତରଫରୁ ବୁଢ଼ାବଳଙ୍ଗ ନଦୀରେ ଉନ୍ନତ କିସମର ଆଙ୍ଗୁଳିକା ଜାଆଁଳ ଛାଡ଼ିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଦର ବିଧାୟକ ମାନସ କୁମାର ଦତ୍ତ, ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ୱାର୍ଡ ନମ୍ବର 1ର କାଉନସିଲର ଶ୍ରୀମତୀ ସସ୍ମିତା ନାଥ, ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଉତ୍ତମ କୁମାର ଜେନା, ବାଲେଶ୍ୱର ଜୋନ୍ ଉପମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ଦୀପ୍ତି କୁମାର ମହାପାତ୍ର, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ବେହେରା, ସଦର ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଅସ୍ମିତା ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ। 7,50,000 ଉନ୍ନତ କିସମର ଆଙ୍ଗୁଳିକା ଜାଆଁଳ ନଦୀରେ ଛଡ଼ା ଯାଇଥିଲା। ଜିଲ୍ଲାପାଳ ତାଙ୍କ ଅଭିଭାଷଣ ମାଧ୍ୟମରେ ମତ୍ସ୍ୟ ଚାଷକୁ ବାଲେଶ୍ୱରର ଉନ୍ନତି ନିମନ୍ତେ ଏକ ପ୍ରମୁଖ ବ୍ୟବସାୟ ସ୍ୱରୂପ ବିବେଚନା କରିଥିଲେ। ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦତ୍ତ ତାଙ୍କ ଅଭିଭାଷଣରେ ପରମିଟ ଘାଟର ଐତିହ୍ୟ ବିଷୟରେ ଆଲୋକପାତ କରିଥିଲେ ତଥା ଉଭୟ ପୁରୁଷ ଏବଂ ମହିଳାମାନଙ୍କୁ ପ୍ରତ୍ୟକ୍ଷ ଭାବରେ ମତ୍ସ୍ୟ ଚାଷ ସହିତ ଜଡ଼ିତ ରହି ନିଜର ତଥା ନିଜ ପରିବାରର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ବାଲେଶ୍ୱର ଜୋନ୍ର ଉପମତ୍ସ୍ୟ ନିର୍ଦ୍ଦେଶକ ତାଙ୍କ ଅଭିଭାଷଣ ମାଧ୍ୟମରେ ନଦୀରେ ମାଛ ଛାଡ଼ିବାର ତାତ୍ପର୍ଯ୍ୟ ଓ ଜାଲର ଫାଶ ସମ୍ବନ୍ଧୀୟ ଜ୍ଞାନ କୌଶଳ ପ୍ରଦାନ କରିଥିଲେ। ଜିଲ୍ଲା ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀ କାର୍ତ୍ତିକ ଚନ୍ଦ୍ର ନାଥ, ଗୌରାଙ୍ଗ ଚନ୍ଦ୍ର ଦାସ ଓ କାର୍ତ୍ତିକ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ବ୍ଲକର ମତ୍ସ୍ୟ ଅଧିକାରୀ ଓ ଅଧୀନସ୍ଥ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ସର୍ବଶେଷରେ ଶ୍ରୀମତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପୃଷ୍ଟି, ସହକାରୀ ମତ୍ସ୍ୟ ଅଧିକାରୀ ନୀଳଗିରି ଧନ୍ୟବାଦ ଅର୍ପଣ କରିଥିଲେ।